ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଲା ପରେ ମାନସିକ ଅବସାଦର ଚରମ ସୀମାରେ ପହଞ୍ଚିଛି। କଂସଙ୍କୁ ଯେ ପ୍ରକାର ଭାବରେ ଶେଷ ଅବସ୍ଥାରେ ଚାରିଆଡ଼େ ଖାଲି କୃଷ୍ଣ କୃଷ୍ଣ ଦେଖା ଦେଉଥିଲା, ଆଜି ବିଜୁ ଜନତା ଦଳକୁ ଖାଲି ମୋହନ ମୋହନ ଦେଖା ଦେଉଛି। ବିଜୁ ଜନତା ଦଳ ଯେଉଁମାନେ ପ୍ରଶ୍ନକର୍ତ୍ତା ଅଛନ୍ତି ସେମାନଙ୍କୁ ମୁଁ ମନେ ପକାଇ ଦେବା ପାଇଁ ଚାହେଁ ଯେ ଓଡ଼ିଶାବାସୀ ତାଙ୍କୁ ମୁଖ୍ୟ ବିରୋଧୀ ଦଳ ଆସନରେ ବସେଇଛନ୍ତି। ଗତ ପାଖାପାଖି 17 ମାସ ଭିତରେ ଯେତେବେଳେ ବି ବିଧାନସଭାର ଅଧିବେଶନ ହେଇଛି, ତାଙ୍କ ଦଳର ଯେଉଁମାନେ ଯିଏ ବିରୋଧୀ ଦଳର ନେତା ଅଛନ୍ତି କିମ୍ବା ବିରୋଧୀ ଦଳର ଉପନେତା ଅଛନ୍ତି, ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧିତ କେତେଟା ପ୍ରଶ୍ନ ପଚାରିଛନ୍ତି, କେତେ ପ୍ରଶ୍ନ ଉଠେଇଛନ୍ତି, ଦୟାକରି ଏକଥାକୁ ସେ କ୍ଲାରିଫିକେସନ ଦେବା ଦରକାର। ଓଡ଼ିଶା ସରକାର ଲୋକଙ୍କର ସରକାର, ଲୋକଙ୍କର ବିକାଶ ପାଇଁ ଲାଗିଛି ସରକାର ନିରନ୍ତର ଭାବରେ। କେନ୍ଦ୍ର ସରକାରଙ୍କ ସହିତ ସମନ୍ୱୟ ରଖିକରି ସରକାର କାମ କରୁଛନ୍ତି। ସେ ଦୃଷ୍ଟିରୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ଚାଲିବା ପାଇଁ ବଙ୍ଗଳା ପାଇଛି। ଖାଲି ଓଡ଼ିଶା ପାଇନାହିଁ, ଓଡ଼ିଶାକୁ ଛାଡ଼ିକରି ମଧ୍ୟ ଆହୁରି 8ଟି ରାଜ୍ୟ ସେମାନେ ମଧ୍ୟ ସରକାରୀ ବଙ୍ଗଳା ପାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ଚାଲିବା ପାଇଁ। ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆସାମ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ରାଜସ୍ଥାନ ଏ ସମସ୍ତ ରାଜ୍ୟ ମଧ୍ୟ ବଙ୍ଗଳା ପାଇଛନ୍ତି। ବିଜୁ ଜନତା ଦଳ ବୋଧେ ଭୁଲି ଯାଇଛି ମୁଖ୍ୟମନ୍ତ୍ରୀଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛି ନା। ତାଙ୍କ ଦଳର ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କର ପ୍ରାଇଭେଟ ଘର ତା ସାମ୍ନାରେ ଥିବା ସର୍ବସାଧାରଣ ରାସ୍ତାକୁ ବନ୍ଦ କରିକି ବ୍ୟାରିକେଡ୍ କରିକି ନିଜ ଘର ସାଙ୍ଗେ ମିଶେଇଥିଲେ। ଏୟାରପୋର୍ଟର ପାଚେରିକି ଭାଙ୍ଗିଥିଲେ ରାସ୍ତା ଏପଟେ ବଢ଼େଇବା ପାଇଁ। ଓଡ଼ିଶାବାସୀ ଭୁଲି ନାହାନ୍ତି। ଓଡ଼ିଶାବାସୀ ଏକଥା ମଧ୍ୟ ଭୁଲି ନାହାନ୍ତି ଯେ ବିଜୁ ଜନତା ଦଳର ତତ୍କାଳୀନ ଯିଏ ଗୁମାସ୍ତା ଥିଲେ, ଏବେ ବି ଯିଏ ପାର୍ଟିକି ଚଲାଉଛନ୍ତି ପଛଆଡ଼େ ରହିକରି, ତାଙ୍କ ସୁରକ୍ଷାରେ କେତେ ଜଣ ପୋଲିସ ଅଧିକାରୀ ନିଯୁକ୍ତି ହେଉଥିଲେ, ତାର ଟିକେ ହିସାବଟା ବିଜୁ ଜନତା ଦଳ ସାର୍ବଜନୀନ କରିବାର ଆବଶ୍ୟକତା ଅଛି। ବିଜୁ ଜନତା ଦଳ ଆଜି ଓଡ଼ିଶା ରାଜନୀତିର ଅସ୍ତଗାମୀ ରାଜନୈତିକ ଦଳ। ତ ସେ ଦୃଷ୍ଟିରୁ ବିଜୁ ଜନତା ଦଳ ମାନସିକ ଭାରସାମ୍ୟ ହରେଇକରି ବିଭିନ୍ନ ସମୟରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ପାଇଁ ଚାହୁଁଛି। ଯଦି ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧୀୟ କୌଣସି ପ୍ରଶ୍ନ କରିଥାନ୍ତା, ତାହେଲେ ଓଡ଼ିଶାବାସୀ ତାକୁ ଗ୍ରହଣ କରିଥାନ୍ତେ। ଏ ପ୍ରକାର ବିଷୟକୁ ଯେତେବେଳେ ଉଠଉଛି, ମୋତେ ଲାଗୁଛି ବିଜୁ ଜନତା ଦଳର ହତାଶାର ପରିଚାୟକ। ବିଜୁ ଜନତା ଦଳ ଓଡ଼ିଶା ରାଜନୀତିରୁ ସମାପ୍ତ ହେବା ଅବସ୍ଥାରେ ଅଛି। ସେ ଦୃଷ୍ଟିରୁ ବିଜୁ ଜନତା ଦଳ ଏ ପ୍ରକାର ବାଚଳାମୀ କରିବା, ଏ ପ୍ରକାର ବାଚାଳାମୀ କଥାବାର୍ତ୍ତା କରିବା ଆରମ୍ଭ କରିଛି।
ଦେଖନ୍ତୁ ବିଜୁ ଜନତା ଦଳ ପାଖରେ କୌଣସି ପ୍ରକାର ପ୍ରସଙ୍ଗ ନାହିଁ। ଜଣେ ମଧ୍ୟ ବ୍ୟକ୍ତି ବିଜୁ ଜନତା ଦଳକୁ ଆଉ ଯାଉନାହାନ୍ତି। ଗତ 17-18 ମାସ ଭିତରେ ଆପଣ ଦେଖିଥିବେ। ଓଲଟି ବିଜୁ ଜନତା ଦଳ ସହିତ ଯେଉଁମାନେ ଥିଲେ, ସେ ସାଂସଦ ହୁଅନ୍ତୁ, ବିଧାୟକଙ୍କର ପରିବାର ହୁଅନ୍ତୁ, ପୂର୍ବତନ ବିଧାୟକ ହୁଅନ୍ତୁ, ପୂର୍ବତନ ସାଂସଦ ହୁଅନ୍ତୁ, ଜିଲ୍ଲା ପରିଷଦ, ବ୍ଲକ ଚେୟାରମ୍ୟାନ୍, ସରପଞ୍ଚ, ସମିତି ସଭ୍ୟ, ଏ ସମସ୍ତେ ଆଜି ଭାରତୀୟ ଜନତା ପାର୍ଟି ମୁହାଁ ହେଇଛନ୍ତି। ସେ ଦୃଷ୍ଟିରୁ ଗଣମାଧ୍ୟମରେ ରହିବା ପାଇଁ, ବିଜୁ ଜନତା ଦଳର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଏ ପ୍ରକାର ବାଚାଳାମୀ ବିଜୁ ଜନତା ଦଳ ବିଭିନ୍ନ ସମୟରେ କରୁଛି।